ଓଟିଟି ଦେବାକୁ ଯାଉଥିବା ସମସ୍ତ ପିଲାମାନେ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅନେକ ଶୁଭେଚ୍ଛା ଶୁଭ ଅଭିନନ୍ଦନ। ଆସନ୍ତୁ ଆଜି ଆମେ ଓଡ଼ିଆ ବ୍ୟାକରଣର 20ଟି ଜବରଦସ୍ତ ପ୍ରଶ୍ନ ଆଲୋଚନା କରିବା। ଦେଖନ୍ତୁ ପ୍ରଥମ ପ୍ରଶ୍ନ ଅଛି, ଭାଷା କାହାକୁ କୁହାଯାଏ? ତେବେ ଏହାର ଅପସନ୍ ଅଛି ଚିନ୍ତା ଓ ଭାବ ପ୍ରକାଶର ଉପାୟ, କେବଳ କଥା ହେବା, କେବଳ ଲେଖିବା, ଗୀତ ଗାଇବା। ଦେଖନ୍ତୁ ଏହାର ଠିକ୍ ଉତ୍ତର ହୋଇଯିବ ଚିନ୍ତା ଓ ଭାବ ପ୍ରକାଶର ଉପାୟ। କେବଳ କଥା ହେବା ହେବନି, ଲେଖିବା ବି ହେବନି, ଗୀତ ଗାଇବା ହେବ ନାହିଁ। এইটা ঠিক উত্তর হব চিন্তা ও ভাব প্রকাশর উপায়। 2 নম্বর প্রশ্ন দেখন্তু, নিম্নলিখিত মধ্যরু কেউটি স্বরবর্ণ যে অ ঠারু ও পর্যন্ত স্বরবর্ণ রয়েছে সেମାନଙ୍କ মধ্যরু এটি অ রয়েছে, তেণু অ হয়েଯିব ঠিক উত্তর। পরবর্তী প্রশ্ন, কবিতা শব্দটি কেউ পদ? ভালো ভাবে দেখন্তু, কবিতা গোটিয়ে নাম, নামକୁ বুঝায়, তেণু এটা হয়েଯିব অপশন এ ঠিক উত্তর বিশেষ্য পদ। পরবর্তী প্রশ্নକୁ ଯିବା, ସେ ଖାଉଛି, ସେ ଖାଉଛି বাক্যরে ସେ কেউ পদ? দেখন্তু এটি ସେ ଯେଉଁ ଲାଗିଛି এইটা ସେ, সেটা কাহা বদଳରେ লাগে? গোটে বিশেষ্য পদ পরিবর্তে সে লাগে, অর্থাৎ যে বিশেষ্য পদ পরিবর্তে লাগে সে হয়েଯିବ সর্বনাম। সে, সেমানে, ଆମେ, ଆମ୍ଭେମାନେ ইত্যাদি সর্বনাম পদ। মনে রখিথান্তু সর্বনাম হয়েଯିବ ঠিক উত্তর। তারপরে দেখন্তু, দ্রুত শব্দর বিপরীত শব্দ কোণ? দেখন্তু দ্রুত ধীর, তেজ, মন্দ, শীঘ্র এ সমস্ত শব্দ লাগুছি যে দ্রুতর বিপরীত শব্দ হব, কিন্তু ঠিক উত্তর হব যাହାର ঠিক উত্তর হচ্ছে ধীর। ধীর হয়েଯିବ ঠিক উত্তর, দ্রুত, ধীর। মনে রাখন্তু এসবু সমার্থক হেলে মধ্য গোটিଏ ঠিক হব। পুস্তক শব্দটি কেউ লিঙ্গগত? পুস্তক, পুস্তক শব্দটি কেউ লিঙ্গরে যাব? পুল্লিঙ্গ, স্ত্রীলিঙ্গ, উভয়লিঙ্গ, নপুংসকলিঙ্গ। তবে অপশন সি হয়েଯିବ এটা ঠিক উত্তর। ইয়ে না পুল্লিঙ্গ, না স্ত্রীলিঙ্গ, না উভয়লিঙ্গ, কৌশি লিঙ্গরে যাব না। তারপরে 7 নম্বরକୁ ଯିବା, ଆମେ, ଆମେ କେଉଁ ପ୍ରକାର ସର୍ବନାମ? ଆମେ କେଉଁ ପ୍ରକାର ସର୍ବନାମ? এইটা হয়েଯିବ না প্রশ্নবাচক, না পুরুষবাচক, না নিজবাচক, না সম্বন্ধবাচক। তবে এମାନଙ୍କ ମଧ୍ୟରୁ ঠিক উত্তর হব পুরুষবাচক। পুরুষবাচক হয়েଯିବ ঠিক উত্তর। 8 নম্বর দেখন্তু, রাম বিদ্যালয়କୁ গলা, এଠାରେ ক্রিয়া কোণ? ক্রিয়া ଆପଣ ଜାଣିଛନ୍ତି କ୍ରିୟା କାହାକୁ କହିବା? ଯାହା କରାଯାଏ, ଯାହା କରାଯାଏ, ଯାହା ଗୋଟେ କାମକୁ ବୁଝାଏ। ତେବେ ଗଲା ହେଉଛି ଗୋଟେ କାମକୁ ବୁଝାଉଛି, ତେଣୁ ଏଇଟା ଠିକ୍ ଉତ୍ତର ହେଇଯିବ। ପରବର୍ତ୍ତୀ ପ୍ରଶ୍ନ, ସୁନ୍ଦର ଫୁଲରେ ସୁନ୍ଦର କେଉଁ ପଦ? ସୁନ୍ଦର ଫୁଲରେ ସୁନ୍ଦର କେଉଁ ପଦ? এটা ହେଉଛି ବିଶେଷଣ। ମନେ ରଖନ୍ତୁ, ସୁନ୍ଦର ଫୁଲ, ଭଲ ମଣିଷ ଏସବୁ ହେଲା ବିଶେଷଣ, ବିଶେଷ୍ୟକୁ ବିଶେଷିତ କରେ। ଭଲ ମଣିଷ ଯଦି ମୁଁ ଲେଖେ ତେବେ ଏଠି ଭଲ ଶବ୍ଦଟା ବିଶେଷ୍ୟକୁ ବିଶେଷିତ କଲା, ତେଣୁ ଭଲ ମଧ୍ୟ ଗୋଟିଏ ବିଶେଷଣ ପଦ, ସୁନ୍ଦର ବି ଗୋଟିଏ ବିଶେଷଣ ପଦ। ତେବେ ସବସ୍କ୍ରାଇବ୍ କରିନିଅନ୍ତୁ ଆହୁରି ଅନେକ ପ୍ରକାର ପ୍ରଶ୍ନ ସବୁ ପାଇବା ପାଇଁ, ବିଭିନ୍ନ ବିଷୟରେ ପାଇବା ପାଇଁ। ପରବର୍ତ୍ତୀ ପ୍ରଶ୍ନ ଦେଖନ୍ତୁ, ଜଳ ଶବ୍ଦର ପର୍ଯ୍ୟାୟବାଚୀ କ'ଣ? ତାର ଅନ୍ୟ ନାମ ଗୋଟିଏ କ'ଣ ଜାଣିଛନ୍ତି ସମସ୍ତେ? ଉତ୍ତର ହେଉଛି ଅପସନ୍ ଏ ପାଣି। ପାଣି ହେଉଛି ତାର ଅନ୍ୟ ଶବ୍ଦ। ତାପରେ 11 নম্বর ଯିବା, ସେ ପଢ଼ୁଛି, ସେ ପଢ଼ୁଛି ବାକ୍ୟଟି କେଉଁ କାଳ? ଆପଣମାନେ ଜାଣିଛନ୍ତି ବାକ୍ୟଟା এই সময় অনুযায়ী বাক্য 3 ভাগରେ ଆମେ ବିଭକ୍ତ କରୁଛୁ, ଅତୀତ, ବର୍ତ୍ତମାନ, ଭବିଷ୍ୟତ। ତେବେ ଏଠି ସେ ପଢ଼ୁଛି ତାର କାର୍ଯ୍ୟ ଚାଲିଛି, ଚାଲିଛି ମାନେ ବର୍ତ୍ତମାନ କାଳ ହୋଇଯିବ ଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ମୁଁ ବିଦ୍ୟାଳୟକୁ ଯିବି, ଏହା କେଉଁ ପ୍ରକାର? ଏହା ହୋଇଯିବ ଭବିଷ୍ୟତ, ମୁଁ ବିଦ୍ୟାଳୟକୁ ଯିବି। ତାପରେ ଗଛ ଶବ୍ଦର ବହୁବଚନ କ'ଣ? ବଢ଼ିଆ ପ୍ରଶ୍ନ। ଗଛ ଶବ୍ଦର ବହୁବଚନ କ'ଣ? ଗଛରେ, ଗଛକୁ, ଗଛଟି, ଗଛ ମାନେ, ଏଇଗୁଡ଼ା ହେଉଛି ଠିକ୍ ଉତ୍ତର। ବହୁବଚନ ଶବ୍ଦ ଗଛ ଗୁଡ଼ିକ, ଗଛ ମାନେ, ଏଇଭଳି ଶବ୍ଦ ରହିଲେ ଏଟା ବହୁବଚନରେ ଯିବ। ମୁଁ କେଉଁ ପୁରୁଷ ଅଟେ? ବଢ଼ିଆ ପ୍ରଶ୍ନ ଗୋଟେ ଦେଖନ୍ତୁ, ମୁଁ କେଉଁ ପୁରୁଷ ଅଟେ? ଆପଣମାନେ ଜାଣିଛନ୍ତି ଏଇଟା ହେଲା ପ୍ରଥମ ପୁରୁଷ, ମୁଁ ପ୍ରଥମ ପୁରୁଷ। ଅତିଯୁକ୍ତ ଶୟ ସନ୍ଧି କଲେ କ'ଣ ହେବ? ଅତିଶୟ, ସାଧା କଥା, ଅତିଶୟ କ'ଣଟା ହେଇଯିବ? ଅପସନ୍ ଏ ଠିକ୍ ଉତ୍ତର, ଅତିଶୟ। ପରବର୍ତ୍ତୀ ପ୍ରଶ୍ନ, ଦୁର୍ଗନ୍ଧ କ'ଣ ହେଇଯିବ? ଦୁର୍ଗନ୍ଧ, ଅପସନ୍ ସି ହେଇଯିବ ଠିକ୍ ଉତ୍ତର,
ତେବେ ବନ୍ଧୁଗଣ ପୁଣି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ ପରବର୍ତ୍ତୀ ଭିଡ଼ିଓ ସବୁ ପାଇବା ପାଇଁ। ପରବର୍ତ୍ତୀ ପ୍ରଶ୍ନ, ପଢ଼ିବା କେଉଁ ପଦ? ପଢ଼ିବା, ପଢ଼ିବା ଗୋଟେ କ୍ରିୟାପଦ, ଜାଣିଛନ୍ତି ଗୋଟେ କାମକୁ ବୁଝାଉଛି। ପଢ଼ିବା କ୍ରିୟାପଦ। ଆମ ଦେଶରେ ଆମ କେଉଁ ପଦ? ଆମ ଦେଶରେ ଆମ କେଉଁ ପ୍ରକାର ପଦ? ଆମ ଗୋଟିଏ ସର୍ବନାମ ପଦ, ଜାଣିଛନ୍ତି ଆମ ଗୋଟିଏ ସର୍ବନାମ ପଦ। ଘରକୁ ଶବ୍ଦରେ କୁ କ'ଣ ଅଟେ? ଏଇଟା ବଢ଼ିଆ। ରେ କୁ ଏସବୁ ଜିନିଷ ଲାଗିଥାଏ ଅନେକ ଥର। ତେବେ କୁଟା କ'ଣ? କୁ ହେଉଛି ଗୋଟିଏ ବିଭକ୍ତି। କୁଟା ଗୋଟିଏ ବିଭକ୍ତି। ଯେ ଶିକ୍ଷା ଦେଉଛି ସେ କିଏ? ଶିକ୍ଷକ, ଭଲ ଭାବେ ଜାଣିଛନ୍ତି। ତେବେ ଆଉ ଗୋଟିଏ ଭିଡ଼ିଓ ଦେଖାହେବ। ଧନ୍ୟବାଦ।